ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପୂର୍ବେ ଆମେ ଆଲୋଚନା କରିଥିଲେ ଦରବାର କାବ୍ୟରୁ ସଂଗୃହୀତ ବଡ କଣ କବିତାଟିକୁ ବୁଝିପାରିଲା। ଏବଂ ଆମେ ଆମେ ମାନେ ଦେଖୁଥିଲେ ଯେ କିଭଳି କବି କବି କିଭଳି ଦରବାରରେ ଉପସ୍ଥିତ ଅହଙ୍କାରୀ ଗର୍ବୀ ସ୍ୱାଭିମାନୀ ମଣିଷ ମାନଙ୍କୁ ସଚେତନ କରୁଛନ୍ତି। ଆଜିର ଭିଡିଓରେ କବି କଣ କହୁଛନ୍ତି ଆଲୋଚନା କରିବା। ପିଲେ ଭିଡିଓଟିକୁ ସମ୍ପୂର୍ଣ୍ଣ ଦେଖିବ ଏବଂ ସମସ୍ତେ ଟିକେ ଭିଡିଓଟିକୁ ସେୟାର କରିଦବା। ଦେଖ ପିଲେ କଣ ଅଛି ତମ ମାନଙ୍କର 87 ନମ୍ବର ପୃଷ୍ଠା ଦେଖ। ଦେଖ ପିଲେ କଣ ଅଛି, ଜିଣିବାକୁ ଆଉ ନାହିଁ ଧରା ଖଣ୍ଡ ବୋଲି କଲେ ଯେଉଁ ଅଶ୍ରୁସିକ୍ତ ଗଣ୍ଡ। ତାମାନେ ଏଠି କଣ କହୁଛନ୍ତି, ଜିଣିବାକୁ ଜିତିବାକୁ ଆଉ ନାହିଁ ଧରାଖଣ୍ଡ। ବୁଝିପାରିଲା, ଧରାଖଣ୍ଡ। ଧରା କହିଲେ ପୃଥିବୀ, ଖଣ୍ଡ କହିଲେ ଧରାର ଖଣ୍ଡ ଦେଶ। ଜିତିବା ପାଇଁ ଆଉ ଦେଶ ନାହିଁ। ରାଜା କିଏ ସମଗ୍ର ବିଶ୍ୱକୁ ଜିତିଥିଲେ କି? ଆମେ ଯେମିତି ଜାଣିଛେ କିଏ, ସ୍କନ୍ଦର। ସ୍କନ୍ଦର କହିଲେ କିଏ, ଗ୍ରୀକ ବୀର ଆଲେକଜାଣ୍ଡାର। ସେ ସମଗ୍ର ବିଶ୍ୱକୁ ଜିତିଥିଲେ, ତେଣୁ ବର୍ତ୍ତମାନ ସେ ପରନ୍ତୁ ମନ ଦୁଃଖ କରୁଛନ୍ତି ଆଲେକଜାଣ୍ଡାର। କାହିଁକି ମନ ଦୁଃଖ କରୁଛନ୍ତି ନା ଜିତିବା ପାଇଁ ଆଉ ଦେଶ ନାହିଁ। ସମଗ୍ର ଦେଶକୁ ତ ଜିତି ଯାଇଛନ୍ତି, ଆଉ କେଉଁଠି ଦେଶ ଆସିବ ସେ ଜିତିଯିବେ। ତେଣୁ ଜିତିବା ପାଇଁ ଆଉ ଯେହେତୁ ଦେଶ ନାହିଁ, ଏହା କହି ଆଲେକଜାଣ୍ଡାର କଣ କରିଛନ୍ତି, ଅଶ୍ରୁସିକ୍ତ ଗଣ୍ଡ। ଅଶ୍ରୁସିକ୍ତ ଗଣ୍ଡ କହିଲେ ଲୁହରେ ଲୁହ ବୋହିବାର ତାଙ୍କ ଗାଲ ଓଦା ହୋଇଗଲା। ଭାବିଥିଲେ ଆଉ ଦେଶ ହେଲେ ଥାନ୍ତା, ମୁଁ ଜିତିଥାନ୍ତି, ପରନ୍ତୁ ଆଉ ଜିତିବା ପାଇଁ ଦେଶ ହିଁ ନାହିଁ। ଏହା କହି ଆଲେକଜାଣ୍ଡାର ମନ ଦୁଃଖ କରୁଛନ୍ତି। ପରନ୍ତୁ ବର୍ତ୍ତମାନ ଆଲେକଜାଣ୍ଡାର କଣ କରୁଛନ୍ତି ନା, ମଲା ବେଳେ ବିଶ୍ୱ ବିଜୟୀ ସ୍କନ୍ଦର କି କହିଥିଲେ ତା ଚିତେ ଥରେ ଧର, ବୋଇଲେ ପ୍ରାଣ ଗଲେ ପିଣ୍ଡ ଛାଡି। ନେବ ଯେବେ ମତେ କୋକେଇରେ କାଢି, ଦେଇଥିବ ତଇ ମସ ଶୁଆଇ, ବେନି ପାଶେ ବେନି କରକୁ ଝୁଲାଇ। ଯା ଦେଖି ଜାଣିବେ ଜଗତ ସମସ୍ତେ, ଆସିଥିଲି ଫେରି ଗଲି ଶୂନ୍ୟ ହସ୍ତେ। ଏଠି କବି କହୁଛନ୍ତି ଆଲେକଜାଣ୍ଡାରଙ୍କର ଏକ୍ସାମ୍ପଲ ସରି ଉଦାହରଣ ଦେବାକୁ ଯାଇ କହୁଛନ୍ତି, ଜୀବନର ମସୃଣତା ବିଷୟରେ କହୁଛନ୍ତି ଯେ ଯେଉଁ ଆଲେକଜାଣ୍ଡାର ଦେଶକୁ ଜିତିବା ପାଇଁ ମନ ଦୁଃଖ କରୁଥିଲେ, ଆଉ ଦେଶ ନାହିଁ ଜିତିବା ପାଇଁ, ସବୁ ଦେଶ ଜିତି ଯାଇଛନ୍ତି, କାହିଁ ଦେଶ ମୁଁ ଜିତିବି ବୋଲି କହି ମନ ଦୁଃଖ କରୁଥିଲେ, ଲୁହ ଗଡାଉଥିଲେ। ସେ ଆଲେକଜାଣ୍ଡାର ଯେତେବେଳେ ମରିଗଲେ ନା ମୃତ୍ୟୁ ବେଳେ, ଆଲେକଜାଣ୍ଡାର କଣ କରୁଥିଲେ, ବିଶ୍ୱ ବିଜୟୀ ସେ ଥିଲେ। ଯେତେବେଳେ ବିଶ୍ୱ ବିଜୟୀ ସ୍କନ୍ଦର ଖାଇଲେ ଗ୍ରୀକ ବୀର ଆଲେକଜାଣ୍ଡାର ମୃତ୍ୟୁବରଣ କଲେ, ସେ ସମୟରେ କହିଥିଲେ, କଣ କହିଥିଲେ, କି କହିଥିଲେ ତା ଚିତ୍ତେ ଦେହରେ ଧର, ତା ହୃଦୟରେ, ତା ଥରେ ଚିନ୍ତା କର, ଆଲେକଜାଣ୍ଡାର କଣ କହିଥିଲେ ଯେତେବେଳେ ଯେତେ ଆଲେକଜାଣ୍ଡାର ତାଙ୍କେ ସାଥୀ ଅନୁଚର ମାନଙ୍କୁ କହିଥିଲେ, କଣ କହିଥିଲେ, କହିଥିଲେ ବୋଇଲେ ଏ ପ୍ରାଣ ଗଲେ ପିଣ୍ଡ ଛାଡି। ଯେତେବେଳେ ପିଣ୍ଡ ଯେତେବେଳେ ଏ ପିଣ୍ଡ ଏ ଶରୀରରୁ ପ୍ରାଣ ଚାଲିଯିବ, ଆଲେକଜାଣ୍ଡାର କହୁଛନ୍ତି ତାଙ୍କେ ଅନୁଚର ମାନଙ୍କୁ, ବୁଝିପାରିଲା, ଯେ କହୁଛନ୍ତି ଯେ ମୋ ଦେହରୁ ପ୍ରାଣ ଯେତେବେଳେ ଛାଡିଯିବ ନା ନେବେ। ଦେଖ ବିଲେ କଣ କହୁଛନ୍ତି, ନେବ ଯେ ମତେ କୋକେଇରେ ଗାଡି। ମତେ ଯେତେବେଳେ କୋକେଇରେ ଗାଡି ନବ, କୋକେଇ
କହିଲେ ଆମେ ସମସ୍ତେ ଜାଣିଛେ ବୋଲେ 6 ଖଣ୍ଡ ବାଉଁଶରେ ଯେଉଁଥିରେ ଶବକୁ ନିଆଯାଏ ତାକୁ କୋକେଇ କହନ୍ତି। ସେ କୋକେଇ ଯେତେବେଳେ ମତେ କାଢି ନବ କଣ କରିବ ନା ଦେଇଥିବ ତହିଁ ସରି ଦେଇଥିବ ତହିଁ ମଶବ ଶୁଆଇ ବେନି ପାଶେ ବେନି କରକୁ ଝୁଲାଇ ଦେଇଥିବ ତହିଁ ସେ ତହିଁ ଦେଖ ବୋଲେ ସ୍କ୍ରିନ୍ କୁ ଦେଖ ମାନେ ସେଠି ସେ କୋକେଇରେ ମୋ ଶବକୁ ଶୁଆଇ ଦେଇଥିବ ଆଲେକଜାଣ୍ଡାର କହୁଛନ୍ତି ବୁଝିପାରିଲା ତାଙ୍କେ ଅନୁଚର ମାନଙ୍କୁ କବି ଏଠାରେ ସେ ରାଜନ୍ୟ ମାନଙ୍କୁ ଉପଦେଶ ଦେବାକୁ ଯାଇ ସଚେତନ କରିବାକୁ ଯାଇ କହୁଛନ୍ତି ତମେ ମାନେ ସବୁ ଶୋଷଣ କରୁଛ। ଥରେ ଆଲେକଜାଣ୍ଡାରଙ୍କ କଥା ମନେ ପକା ସେ କିଭଳି ମୃତ୍ୟୁବେଳ ବେଳେ ସରି ସେ କିଭଳି ମୃତ୍ୟୁ ବେଳେ କେଉଁ କଥା କହିଥିଲେ ଯେତେବେଳେ କୋକେଇରେ ତାଙ୍କେ ଶବକୁ ଶୁଆଇ ବେଳେ ବେନି ପାଶେ ବେନି କରକୁ ଝୁଲାଇ ବେନି ପାଶେ କହିଲେ ଦୁଇ ପାର୍ଶ୍ୱରେ ବେନି କର ଦୁଇ କରକୁ ଦୁଇ ହାତକୁ ଝୁଲାଇ ଦେବେ ଲୋକମାନେ ଦେଖନ୍ତୁ ଯେ ଆଲେକଜାଣ୍ଡାର ବିଶ୍ୱ ବିଜୟ କରିଦେଲେ ପରନ୍ତୁ ନେଲା ବେଳେ କହିଲା ଗଲାବେଳେ କିଛି ନେଇକି ଯାଉନି ଦୁଇ ସାଇଡ ଦୁଇ ପାର୍ଶ୍ୱରେ ତାର ଦୁଇ ହାତ ଖୋଲା ହେଇକି ଅଛି ଦେନ୍ କଣ କହୁଛନ୍ତି ଯା ଦେଖି ଜାଣିବେ ଜଗତେ ସମସ୍ତେ ଆସିଥିଲି ପେରି ଗଲି ଶୂନ୍ୟ ହସ୍ତେ। ଯେତେବେଳେ ଏ କଥାକୁ ଯା ଦେଖି ଏ କଥାକୁ ଯେତେବେଳେ ଜଗତରେ ସମସ୍ତେ ଦେଖିବେ କଣ ଦେଖିକି ଜାଣିବେ ଯେ ଜାଣିବେ ଯେ ଚାଲି ଆସିଥିଲା ଲଙ୍ଗୁ ହେଇ ଚାଲି ଯିବା ଲଙ୍ଗୁ ହେଇରେ ତେଣୁ ଆସିଥିଲି ପେରି ଗଲି ଶୂନ୍ୟ ହସ୍ତେ ଆସିଥିଲି ହାତରେ ଆମେ ମାନେ ସମସ୍ତେ ଜାଣିଛେ ଆମେ ମାନେ ସମସ୍ତେ ଫେରିଯିବା ବୁଝିପାରିଲେ ଏଇଟାର କବିବର ରାଧାନାଥ ସମିତିଙ୍କୁ କହୁଛନ୍ତି ଯେ ତୁମେ ମାନେ ସବୁ ମିଥ୍ୟା ମିଛଟାରୁ ଗର୍ବ ଅହଙ୍କାର ଦେଖୁଛ ଗରିମା ଦେଖୁଛ ଲୋକମାନଙ୍କୁ ଶୋଷଣ କରୁଛ ପରନ୍ତୁ ଥରେ ମନରେ ଭାବ ଏ କଥା କିରିକିବିଲ ଆଲେକଜାଣ୍ଡାର ସମଗ୍ର ବିଶ୍ୱକୁ ବିଜୟ କରିଥିଲେ ସମଗ୍ର ବିଶ୍ୱକୁ ଜିତିଥିଲେ ସେ ଆଜି କହୁଛନ୍ତି ଆଜି ଯେତେବେଳେ ମୃତ୍ୟୁବରଣ କରି ମୋର ପ୍ରାଣ ଯେତେବେଳେ ଛାଡିଯିବ ନା ମୋ ଶବକୁ ଯେତେବେଳେ ପକେଇବେ ବୁଝିପାରିଲା ତୁମେ ମାନେ ଶୋଇଦବ ଏବଂ ମୋର ଦୁଇ ହାତକୁ ଦୁଇ ପାର୍ଶ୍ୱରେ ବାହାରି କରିଦବ ଯାହାକି ଲୋକମାନେ ଜାଣିବେ ଦେଖ ଏ ଆଲେକଜାଣ୍ଡାର ବିଶ୍ୱ ବିଜୟ କରିଥିଲେ ମଧ୍ୟ ପରନ୍ତୁ ମଲା ବେଳେ କିଛି ନେଇକି ଯାଉନାହିଁ ସବୁ ଏଇଠି ରହିଯାଉଛି ବୁଝିପାରିଲା ଦେନ୍ ହ୍ୱାଟ ଏହି ମହାବାକ୍ୟ ମନେ ମନେ ତେଜି ସତ୍ୟ ଗୁଣ ଭଜ ଲୋଭ ମତ ତେଜି ବୁଝିପାରିଲା ଆଲେକଜାଣ୍ଡାରଙ୍କର ଏଇ ଯେଉଁ ବାକ୍ୟ ଆସିଦେଲୁ ଲଙ୍ଗୁ ଚାଲିଯିବା ମଧ୍ୟ ଲଙ୍ଗୁ ଏଇରେ ନାଇଁ ତାହେଲେ ଏଇ ମହାବାକ୍ୟକୁ ଟିକେ ମନେ ମନେ ହେଜି ବୁଝିପାରିଲା ମନେ ମନେ ହେଇଛି ମାନେ ମନେ ମନେ ସ୍ମରଣ କରି ବୁଝିପାରିଲା ଏଇ ଆଲେକଜାଣ୍ଡାରଙ୍କର ଏଇ ମହାବାକ୍ୟ କରିଛନ୍ତି ଏଇଟା ହେଲା ସବୁଠୁ ଅପ୍ରିୟ ମଧ୍ୟ ସତ୍ୟ କଥା ନା ନାଇଁ ଏଇ ମହାବାକ୍ୟକୁ ମନରେ ସଦାବେଳେ ସ୍ମରଣ କର ଯେ ତୁମର କିଛି ନଥିଲା ତୁମେ କିଛି ଆଣିକି ଆସିନଥିଲ ଯେ ତୁମେ ଯେତେବେଳେ ଚାଲି ଯାଉଛ ମନ ଦୁଃଖ କରୁଛ ବୁଝିପାରୁଛ ନା ନାଇଁ ଦେନ୍ ସତ୍ୱ ଗୁଣ ବୁଝ ବୁଝିପାରିଲା ସତ୍ୱ ଗୁଣ ସଦ୍ଗୁଣ ଟିକେ ଭଜନ କର ଲୋଭ ମତ ତେଜି ବୁଝିପାରିଲା ଲୋଭ କରୁଛ ଗର୍ବ କରୁଛ ଏବଂ ଯେଉଁ ଲୋଭ କରୁଛ ଲୋଭ ମତ ତେଜି ତ୍ୟାଗ କର ଏଠାରେ କବିବର ରାଧାନାଥ ରାୟ କହୁଛନ୍ତି ଦରବାରରେ ଉପସ୍ଥିତ ଥିବା ଗର୍ବି ମଣିଷ ମାନଙ୍କୁ ଦରବାରରେ ଉପସ୍ଥିତ ଥିବା ଅହଂକାରୀ ସ୍ୱାଭିମାନୀ ରାଜନ୍ୟ ମଣ୍ଡଳୀ ମାନଙ୍କୁ କବି ଏଠାରେ କହୁଛନ୍ତି ଯେ ସତ୍ୱ ଗୁଣ ଭଜ ସତ୍ୟ ଗୁଣ ଭଜ ଲୋଭ ମହତ ତେଜି ଏଇ ଲୋଭ ମିଠା ଗର୍ଭକୁ ତ୍ୟାଗ କର ଏବଂ ଆଲେକଜାଣ୍ଡାରଙ୍କର ଏଇ ମହାବାକ୍ୟକୁ ମନରେ ସଦାବେଳେ ସ୍ମରଣ ବୁଝିପାରିଲା ସ୍ମରଣ କର ସେ କେତେ କେତେ ରାଜା ଥିଲେ ନା ତୁମେ ମାନେ ସ୍ନାନ ପୂଜାରୀ ସରି ସ୍ନାନ ପୂଜା ଦେନ୍ ଦେଖ ବୋଲେ ଏଇସବୁ ଅଛି ଯାହା ତାପରେ ଏଇ ସବୁ ପରବର୍ତ୍ତୀ ସମୟରେ ଆଲୋଚନା କରିବା ଠିକ ଅଛି ତାହେଲେ ବୋଲେ ଆଜି ବି ଆମେ ଏତିକି